ବିବାହିତା ଝିଅ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକଦାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଜଣେ ଝିଅ ବିବାହ କରିସାରିଥିବାରୁ ତାକୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ଓଡ଼ିଶା ହାଇକୋର୍ଟଙ୍କ ମାନ୍ୟବର ବିଚାରପତି ଜଷ୍ଟିସ୍ ବିରଜା ପ୍ରସାଦ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଢେଙ୍କାନାଳର ଗୌରୀ ଜେନା ନାମୀ ଜଣେ ଆବେଦନକାରିଣୀଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରିଣୀଙ୍କ ବାପା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରିଥିଲେ। ଚାକିରିରେ ଥିବା ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କର ବିବାହିତା ଝିଅ ଗୌରୀ ଜେନା ଢେଙ୍କାନାଳ ସିଡିଏମ୍ଓଙ୍କୁ ଅନୁକମ୍ପାମୂଳକ ଚାକିରି ପାଇଁ ଆବେଦନ କରିଥିଲେ। ତେବେ ଗୌରୀ ବିବାହିତା ଦର୍ଶାଇ ଢେଙ୍କାନାଳ ସିଡିଏମ୍ଓ 2016 ଜୁଲାଇ 28 ତାରିଖରେ ଆବେଦନକୁ ଖାରଜ କରିଦେଇଥିଲେ। କେବଳ ବିବାହ କରିଥିବାରୁ ନିଯୁକ୍ତିରୁ ବଞ୍ଚିତ କରାଯିବା ସମ୍ବିଧାନର ଧାରା 14, 15 ଓ 16ର ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଆବେଦନକାରିଣୀଙ୍କ ଦାବିକୁ ଗ୍ରହଣ କରି 2 ମାସ ମଧ୍ୟରେ ନୂଆ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ବିକଳ୍ପ ସମାଚାର। आम चैनल को लाइक, शेयर एवं सब्सक्राइब करंतु।